ଏଠି କ'ଣ କରୁଛ ଆସିକି? ଆମ ଶାଗ ଗଛ ଉଠିନି ଏଗୁଡ଼ାକ। ଶାଗ ଗଛ ଉଠିନି। ଶାଗ ବୁଣା ହେଇଥିଲା ମୁଁ ସେଇଆ ଦେଖୁଛି ଯେଉଁ ଗଛ ସବୁ ପଡ଼ିନି ଟିକେ ଟିକେ ଉଠିଛି। ଏ ବର୍ଷ ଡେରି ହେଇଗଲା ବୁଣିବାକୁ। ଆଉ ଇଏ ଆମର କ'ଣ ହେଲା ବର୍ଷା ଯେଉଁ ହେଲା ସେଥିପାଇଁ ଆମର ଡେରି ହେଲା ବୁଣିବାକୁ। ପ୍ରତିବର୍ଷ ଆମର ସାଙ୍ଗମାନେ ଏଇଠି ଆମର ଶାଗ ବୁଣା ହୁଏ। ଏଇ ମାସ ଯେଉଁ କାର୍ତ୍ତିକ ମାସରେ ଯେଉଁ ହବିଷ ମାସ ଚାଲେ ନା, ଗୋଟା ମାସ ଟୋଟାଲି ଶାଗ ଏଇଠି ଆମର ଯେତେ ମାନେ ହୁଏ ଆମେ ସବୁ ଖାଉ। କୌଣସି ଜାଗାରେ ଆମର କିଣାକିଣି ହୁଏନି। ତ ଏ ବର୍ଷ ମୋତେ ଲାଗୁଛି ମାନେ ଶାଗ ଖାଇ ହେବନି। ଫାଷ୍ଟ ପାଳି ପଳେଇଗଲାଣି ସୋମବାର, ସଜନା ଶାଗ ଖିଆ ହେଲା। ଏ ଶାଗ ଖାଇ ହେଲାନି। ବଜାରକୁ ଯେଉଁଠି ଗଲି ବି ଦେଖିଲି ଶାଗ ମିଳିଥିଲା। ଭାଇ ଏତିକି ବିଡ଼ାକୁ 20 ଟଙ୍କା ନେଲା। ଆଉ ତୁମେ କେତେ ଜଣ କେତେ ବିଡ଼ା ଆଣିକିରି 20 ଟଙ୍କା ଦେଇକି ନେଇକିରି ଆଣିକି ଖାଇବ? ଏ କାମ ହେଲାନି। ମୁଁ ତ ସେଥିପାଇଁ ଶାଗ ବୁଣା ହେଇଛି ଯେ ଗଛ ଗୁଡ଼ାକ ଭାଇ ଛୋଟିଆ ଛୋଟିଆ ହେଇଛି। ଇଏ ଗଛ ଶାଗ ବଢ଼ିଲା ବେଳକୁ ଆମର କାର୍ତ୍ତିକ ମାସ ସରିଯାଇଥିବ। ଆଉ ଏ ବର୍ଷ ଶାଗ ଆଉ ଖାଇ ହେବନି। ଶାଗର ବହୁତ ଦାମ୍। ବର୍ତ୍ତମାନ ଚାରିଆଡ଼େ ତ ଶାଗ ମାନେ ସବୁ ଜାଗାରେ ମାନେ ଚାଷଟା ଟିକେ କମିଯାଇଛି। କ'ଣ ନା ଏଇ ଯେଉଁ ବର୍ଷା ମଝିରେ ହେଲା ତ ସେଥିପାଇଁ କି ଚାଷଟା ଟିକେ ମାନେ ଶାଗ ଚାଷଟା ଏତେ ହେଇପାରିଲାନି। ଆମର ଏଠି ପଡ଼ିଛି ଶାଗ ପଡ଼ିଯାଇଛି। ପାଣି ଫାଣିର କିଛି ଅସୁବିଧା ନାହିଁ। କେନାଲ ପାଖରେ ଅଛି, ପାଣି ଦିଆ ହେଇଯାଇଛି। ଗଛଟା ଉଠୁନି। ବିନା ମସଲା ସାରରେ ଏଠି ତିଆରି ହୁଏ ଶାଗଟା ହୁଏ। ପ୍ରତିବର୍ଷ ଆମର ଖୁଆ ହୁଏ। ଶାଗ ଭାଇ କେଉଁଆଡ଼େ ମିଳୁଛି ଆମର ଟିକେ କମେଣ୍ଟ କରି କହିବେ। ଶାଗ ଦରକାର ଏଇ ମାସ ସୋମବାରକୁ ଆମର ଶାଗ ଦରକାର। ଆଉ ଆପଣଙ୍କ ବାଡ଼ିରେ ହେଇଛି କି କ'ଣ ହେଇଥିବ ଟିକେ କମେଣ୍ଟରେ କହିବେ। ଶାଗ ନିହାତି ଦରକାର। 2 ବିଡ଼ା 3 ବିଡ଼ା ଆମର ନିହାତି ଦରକାର ଏଇ ସୋମବାର। ଆମର ତ ହେଇନି ବର୍ଷ ଆମେ ଆଉ ଶାଗ ଖାଇପାରିଲୁନି। କ'ଣ କରିବା? ଦେଖ ତ ଶାଗ ଗଛ ଦେଖେଇଦେଲ, ଦେଖିଲ ଏଇ ଟିକେ ଟିକେ ହେଇଛି। ଏ କେଉଁ ଦିନ ହେବ ଖିଆ ହେବ ସେଇଗୁଟା ବସିକିରି ଚିନ୍ତା ବର୍ତ୍ତମାନ ଆମର ପଡ଼ିଛି। ଶାଗ ଏ ବର୍ଷ ଆଉ ପାଟିରେ ବାଜି ପାରିଲାନି। ଏଇଟା ଭାଇ ଆମର ବିନା ସାର ମସଲାରେ ତିଆରି ହୁଏ। ଖତ ଫତ ପଡ଼ିକିରି ହୁଏ। ଦେଖନ୍ତୁ ଏଇ ବର୍ଷ ହେଇପାରିଲାନି। ପାଣି ସଫିସିଏଣ୍ଟ ଦିଆହେଉଛି କିନ୍ତୁ କ'ଣ ଶାଗ ହେଇପାରୁନି। କ'ଣ କରିବା? ଶାଗଟା ନିହାତି ଖାଇବା ଦରକାର। ରହୁଛି। ଭିଡ଼ିଓଟି ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଆଉ ସେୟାର କରିବେ ଟିକେ ଭିଡ଼ିଓଟା।